ଚାଷୀଙ୍କୁ ସ୍ୱପ୍ନ ଦେଖାଇଲେ ସରକାର, 12,000 ଡେଇଁବ ମାସିକ ଆୟ। ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର। ମାସିକ ଆୟ 2 ଗୁଣାରୁ ଅଧିକ କରିବାକୁ ଅଙ୍କାଯାଇଛି ନକ୍ସା। 2036 ସୁଦ୍ଧା ଚାଷୀଙ୍କ ମାସିକ ଆୟ 12,000କୁ ବୃଦ୍ଧି ପାଇବ। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ତେବେ ବିଜେଡି କହିଛି 2036 ବେଳକୁ 12,000 ଟଙ୍କାର ମୂଲ୍ୟ କ'ଣ ଥିବ? ଚାଷୀଙ୍କ ଆୟ ବୃଦ୍ଧି ପାଇଁ 2036 ଯାଏଁ କାହିଁକି ଅପେକ୍ଷା କରିବା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଆସନ୍ତୁ ଆଜି ଆମେ ଏହି ପ୍ରସଙ୍ଗ ବିଷୟରେ ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି ଦୟାକରି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଚାଷୀଙ୍କ ମାସିକ ଆୟ 12,000 ଟପିବ, ହେଲେ ଏବେ ନୁହେଁ। ଏଥିପାଇଁ 2036ର ଅନ୍ତ ରଖିଛନ୍ତି ସରକାର। ହେଲେ ବିରୋଧୀ କହିଛନ୍ତି 2036ରେ 12,000 ଟଙ୍କାର ଚାଷୀ କରିବ କ'ଣ? ବିକଶିତ ଓଡ଼ିଶାରେ ପରିକଳ୍ପନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର। ମାସିକ ଆୟ 2 ଗୁଣାରୁ ଅଧିକ କରିବାକୁ ଅଙ୍କାଯାଇଛି ନକ୍ସା। 2036 ସୁଦ୍ଧା ଚାଷୀଙ୍କ ମାସିକ ଆୟ 12,000କୁ ବୃଦ୍ଧି ପାଇବ। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଯାହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି 2036 ବେଳକୁ 12,000 ଟଙ୍କାର ମୂଲ୍ୟ କ'ଣ ଥିବ? ଚାଷୀଙ୍କ ଆୟ ବୃଦ୍ଧି ପାଇଁ 2036 ଯାଏଁ କାହିଁକି ଅପେକ୍ଷା କରିବା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ବିଜେପିର ଯୁକ୍ତି, ଧାନ ବିକି ଚାଷୀଙ୍କ ଆୟରେ ବୃଦ୍ଧି ହୋଇଛି। 2018-19ରେ ରାଜ୍ୟର କୃଷକ ପରିବାରର ମାସିକ ଆୟ 5,112 ଟଙ୍କା ଥିଲା, ଯାହା ଦେଶର ଅନ୍ୟ ରାଜ୍ୟର ଚାଷୀଙ୍କ ଆୟ ତୁଳନାରେ ଯଥେଷ୍ଟ କମ୍। କେଉଁ ରାଜ୍ୟରେ ଚାଷୀଙ୍କ ଆୟ କେତେ? ମେଘାଳୟ 29,348, ପଞ୍ଜାବ 26,701, ହରିୟାଣା 22,841, ଅରୁଣାଚଳ ପ୍ରଦେଶ 19,225, ଜମ୍ମୁ କାଶ୍ମୀର 18,918 ଟଙ୍କା ରହିଛି ଚାଷୀଙ୍କ ଆୟ। ସର୍ବାଧିକ ଆୟ କରୁଥିବା ଚାଷୀଙ୍କ ତାଲିକାରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଏହି ତଥ୍ୟ ହିଁ ସୂଚାଉଛି କେତେ କଷ୍ଟରେ ଜୀବନ ଜିଉଁଛନ୍ତି ଓଡ଼ିଶାର ଚାଷୀ। ଅନ୍ୟପଟେ ସରକାର ଚାଷୀଙ୍କୁ ନେଇ ସଫଳତାର ଫର୍ଦ୍ଦ ଓଲଟାଇଛନ୍ତି। ନୂଆ ସରକାରର ଜଣେ ବି ଚାଷୀ ଋଣଭାର କିମ୍ବା ଚାପଗ୍ରସ୍ତ ହୋଇ ଜୀବନ ହାରିନଥିବା କହିଛନ୍ତି ମନ୍ତ୍ରୀ। ଶାସକ ବିରୋଧୀଙ୍କ ତର୍କ ଭିତରେ ପ୍ରଶ୍ନ ଉଠୁଛି 12,000 ଟଙ୍କାରେ କ'ଣ ଚାଷୀ ନିଜର ପରିବାର ପୋଷି ପାରିବ? 2 ଗୁଣା କାହିଁକି ଚାଷୀଙ୍କ ଆୟ ବହୁଗୁଣା କାହିଁକି ହେବନି? ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣ ସମସ୍ତଙ୍କୁ ଭଲ ଲାଗିଥିବ। ଆଉ ଯଦି ଆପଣମାନେ କଂଗ୍ରେସ ବିଜେଡିଙ୍କ କଥାରେ ସହମତ ଯେ 2036 ଯାଏଁ କାହିଁକି ଅପେକ୍ଷା କରିବେ ଚାଷୀ, ଆଉ ସେତେବେଳେ କ'ଣ 12,000 ଟଙ୍କାର ମୂଲ୍ୟ ରହିବ କି? ଯଦି ଆପଣମାନେ ଏକଥାରେ ସହମତ ଅଛନ୍ତି ତେବେ କମେଣ୍ଟ ବକ୍ସରେ ଆପଣଙ୍କର ସହମତ ଜଣାନ୍ତୁ। ଆଉ ଭିଡ଼ିଓକୁ ବହୁତ ମାତ୍ରାରେ ନିଜ ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରିଦିଅନ୍ତୁ। ଆଉ ଯେଉଁମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି ଦୟାକରି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ପାଖରେ ଥିବା ନୋଟିଫିକେସନ୍ ବେଲ୍ ଆଇକନକୁ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖାହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।